କ'ଣ ଆପଣ ଜାଣିଛନ୍ତି କି ଓଡ଼ିଶାରେ ମା ସରସ୍ୱତୀଙ୍କ ପୂଜା ପ୍ରଥମେ ମନ୍ଦିରରେ ହୋଇନଥିଲା? ହଁ, ଆପଣ ଠିକ୍ ଶୁଣିଛନ୍ତି। ନା ମନ୍ଦିର ନା ପ୍ରାସାଦରେ। ତେବେ କେଉଁଠି ହୋଇଥିଲା? ଏହି କାହାଣୀ ଏବେ ବି ଜୀବିତ ଅଛି। ଗୋଟିଏ କବି, ଗୋଟିଏ ଆଶୀର୍ବାଦ ଏବଂ ଗୋଟିଏ ଅଦ୍ଭୁତ ଶକ୍ତି ସହ। ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଅଛି ଗୋଟିଏ ପବିତ୍ର ସ୍ଥାନ, ସାରଳା ପୀଠ, ଯାହାକୁ ଆଜି ଓଡ଼ିଶାର ସରସ୍ୱତୀ ପୀଠ ବୋଲି ମଧ୍ୟ କୁହାଯାଏ। ଏଠି ମା ସରସ୍ୱତୀ ନିଜେ ଗୋଟିଏ ସାଧାରଣ ମଣିଷକୁ ମହାକବି କରିଦେଇଥିଲେ। ତାଙ୍କ ନାମ ସାରଳା ଦାସ। ସେହି ଆଶୀର୍ବାଦ ପରେ ଓଡ଼ିଆ ମହାଭାରତ ରଚିତ ହୋଇଥିଲା ଏବଂ ସେଠାରୁ ଆରମ୍ଭ ହେଲା ଓଡ଼ିଶାର ସରସ୍ୱତୀ ପୂଜାର ଯାତ୍ରା। ତେବେ ଆପଣ କୁହନ୍ତୁ, ଜ୍ଞାନ ପୁସ୍ତକରୁ ଆସେ ନା ଆଶୀର୍ବାଦରୁ? ଓଡ଼ିଆ ଆଲୋଚନା ପରିବାର ତରଫରୁ ବସନ୍ତ ପଞ୍ଚମୀର ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ମା ସରସ୍ୱତୀ ସମସ୍ତଙ୍କୁ ସଦ୍ବୁଦ୍ଧି ଓ ବିଦ୍ୟା ଦିଅନ୍ତୁ।